आखरे पाखरे ଥିବା ଲୋକଙ୍କ ହାତ ମିଶେଇକି କୁହ ପ୍ରଭୁ ତୁମକୁ ପ୍ରଚୁର ଭାବରେ ଆଶୀର୍ବାଦ କରନ୍ତୁ। ହାଲେଲୁୟା ହୋଚନା। ତେବେ ଆସନ୍ତୁ ଆଜିର ବାକ୍ୟ ଅଳ୍ପ ସମୟ ଆମେ ଧ୍ୟାନ କରିବା। ଗତରବାର ପୂର୍ବରବାର ଦାନ ଉପରେ ଅନେକ ବାକ୍ୟ ମୁଁ ଆପଣମାନଙ୍କୁ ଦେଲି, କିନ୍ତୁ ଆଜି ମଧ୍ୟ କିଛିଟା ପ୍ରଭୁଙ୍କର ମାନେ ବାକ୍ୟରୁ ଆଉ ସେଇ ସମ୍ପର୍କୀୟ ବାକ୍ୟ ଦେଖିବା। ଆଉ ଆମର ସମସ୍ତେ ଏଇ ଦିନ ମାନଙ୍କରେ ବାକ୍ୟ ପ୍ରତି ମନୋଯୋଗୀ ହେବା, ବାକ୍ୟକୁ ମାନିବା, ଆଉ ପ୍ରଭୁଙ୍କୁ ଆମେ ଭୟ କରିବା। ତେବେ ଗୋଟେ ବାକ୍ୟ ଆମେ ଦେଖିବା, ପ୍ରେରିତ ପୁସ୍ତକ 9 ଅଧ୍ୟାୟ 36, 37, 38 ପଦ ଟିକେ ପଢନ୍ତୁ। ଜାଫରେ ତାବିତା ନାମରେ ଜଣେ ଶିଷ୍ୟା ଅର୍ଥାତ୍ ଜଣେ ସ୍ତ୍ରୀ ଲୋକ ଥିଲା। ଅନୁବାଦ କଲେ ଏହି ନାମର ଅର୍ଥ ଦରକାର। ସେ ନାନା ସତ୍କର୍ମ ଓ ଦାନ କ୍ରିୟାରେ ପରିପୂର୍ଣ୍ଣ ଥିଲେ। ସବୁ ଲୋକ କହିବା ଅଚନା। ପ୍ରିୟ ବାପା ମା, ଭାଇ ଭଉଣୀ ମାନେ, ଯୁବା ଯୁବତୀ ମାନେ, ଆଜି ଆଉ ଥରେ ମୁଁ ଆପଣ ମାନଙ୍କୁ ଆଉ ଜଣଙ୍କ ବିଷୟ ଟିକେ କହିବି। କାରଣ ବାଇବଲରେ କୋଉମାନେ କୋଉ ପ୍ରକାର ଭାବରେ ଦାନ ଦଉଥିଲେ, କୋଉ ପ୍ରକାର ଭାବରେ ଆଶୀର୍ବାଦ ପାଉଥିଲେ, ଆଉ ସେମାନେ ଦେବା ଦ୍ୱାରା କୋଉ ପ୍ରକାର ଭାବରେ ଜୀବନରେ ମାନେ ପରିବର୍ତ୍ତନ ଆସିଲା, ଆଉ ଯୋଉମାନେ ଦେଲେ ନାହିଁ ବା ଯୋଉମାନେ ଲୋଭ କଲେ ସେମାନଙ୍କ ଜୀବନର ଅବସ୍ଥା କଣ ହେଲା, এইটা ଆମେ ନିହାତି ଆମେ ଜାଣିବା ଦରକାର। ତେବେ ସେଥିପାଇଁ ଲେଖା ଅଛି ଜାଫ ବୋଲି ଗୋଟେ ସହର ଥିଲା। ସମସ୍ତେ କୁହନ୍ତୁ କଣ? ଏପଟେ ଇଟିକିଲି ମିଟିକିଲି ପିଟିଗାଲା କଇଁଚ ଖେଳୁଛନ୍ତି, ହାତ ହାତ ଧରିଛନ୍ତି, ଏମିତି ଖେଳିବେ ତ? ଇଟିକିଲି ମିଟିକିଲି ସେଟା ଆଗ ହାତ ଧରା ଧରେଇଛନ୍ତି। ବାକ୍ୟ କହିବା ସମୟରେ ସମସ୍ତେ ଧ୍ୟାନ ଦିଅ, କାହିଁକି ଛୋଟରୁ ବାକ୍ୟ ଯୋଉମାନେ ଶୁଣିବେ ସେମାନେ ଗୋଟେ ଭଲ ବିଶ୍ୱାସିନୀ ବଡ ହେଲେ ହେବେ। ମାତ୍ର ଛୋଟ ବେଳୁ ଯଦି ଧ୍ୟାନ ଦେବେ ନାହିଁ ବୋଲେ ସେମାନେ ଉତ୍ତମ ବିଶ୍ୱାସିନୀ ହେଇପାରିବେ ନାହିଁ। ତେବେ ପ୍ରିୟମାନେ, এই সময় ମୁଁ ଆପଣଙ୍କୁ କହିବା ପାଇଁ ଚାହେଁ, ଜାଫ ବୋଲି ଗୋଟେ ସହର ଥିଲା ଏବଂ ସେଠି ତାବିଥା ବୋଲି ଜଣେ ଶିଷ୍ୟା ଥିଲେ। ଶିଷ୍ୟ ଏବଂ ଶିଷ୍ୟା, ମେଲ ଆଉ ଫିମେଲ, ଗୋଟେ ପୁରୁଷ ଆଉ ଗୋଟେ ସ୍ତ୍ରୀ ଲୋକ। ତେବେ ଆଜିର ବାକ୍ୟ ଗୋଟେ ସ୍ତ୍ରୀ ଲୋକର କଥା। ତା ନାଁ ହଉଛି ତାବିଥା। ଆମର ମନରେ ତାବିଥା ବୋଲି କିଏ ଅଛି? କାହାର ନାଁ ଏପର୍ଯ୍ୟନ୍ତ ଅଛି କି ନାହିଁ? ନାହିଁ। ହେଲେ ଆକୁ ଗୋଟେ ଝିଅ ଜନ୍ମ ହେଲେ ତାବିତା টাবিটা একা। তবে কাହିଁକି ବିଭିନ୍ନ ପ୍ରକାର ନାମ এইଥିପାଇଁ ଦରକାର ଯେ ସେ ନାମକୁ ସ୍ମରଣ କଲେ ସେ ଗୋଟେ ଘଟଣା ଆମକୁ ମନେ ପଡେ। ଏଥିପାଇଁ ବାଇବଲରେ ଅନେକ ଲୋକର ନାମ ବାଇବଲ ଅନୁସାରେ ଦିଆଯାଏ। ତେବେ ଆଗକୁ ଯଦି ପ୍ରଭୁ ଅନୁଗ୍ରହ କରନ୍ତି କୌଣସି ପରିବାରରେ, ତାହେଲେ ଏ ନାଁ ଗୋଟେ ସେଭ୍ କରି ରଖିଥିବା ଆଉ ତାକୁ ଦେଇଦେବା। ସବୁ ଲୋକ କହିବା ହାଲେଲୁୟା ହୋସନା। କାହିଁକି ନାମ ଦେବା? କାହିଁକି ଦେଲେ କଣ ହବ ନା, ତାବିଥାର ଆଉ ଗୋଟେ ଅର୍ଥ ହେଲା ଦରକାର। ଦରକାରକୁ ଭିନ୍ନ ଭିନ୍ନ ଭେର୍ସନରେ ଓଡିଆ ବାଇବଲରେ ଲେଖା ଅଛି, ତାର ଅର୍ଥ ହେଲା ପୁଣି ହରିଣୀ ବୋଲି ମତେ କୁହାଯାଏ। ସବୁବେଳେ ଟିକେ ଶୁଣିକି କୁହ କଣ? ହରିଣୀ। ଗୋଟେ ଗୀତ ଅଛି, ହରିଣୀ ଯେମିତି ଜଳଧାରା ପାଇଁ କଣ କରେ? ହୁଏ ଆକୁଳ। তবে এই যে হরিণী, এই যে দরখা, এই যে তাবিথা, সে প্রভু প্রতি কোন ଥିଲା না আকুଳ ଥିଲା। প্রভুକୁ ভয় କରୁଥିଲା, প্রভুକୁ ବିଶ୍ୱାସ କରୁଥିଲା। ଆଉ ସେଥିପାଇଁ ତଳ ପଦରେ ଲେଖା ଅଛି, କଣ ଲେଖା ଅଛି ସେ ତଳ ଧାଡ଼ିଟା? ସେ ନାନା ସତ୍କର୍ମ ଓ ଦାନ କ୍ରିୟାରେ ପୁଣି ପରିପୂର୍ଣ୍ଣ ଥିଲା। ସବୁ ଲୋକ କହିବା ହାଲେଲୁୟା ହୋସନା। ନାନା ସତ୍କର୍ମ ବୋଲି আজি আমরা খ্রিস্টান হইଛୁ কোন পাই? আমি सब लोग कहबो के रोग भल हबा पाई, के ऋण रो मुक्त हबा पाई, के समस्या केमते समाधान हबो, के कहबो चिंता केमते दूर हबो, कार घरे शांति नै शांति के केमते आसीबो। एटा छै आमानकर चिंताधारा। भल कथा। मात्र प्रकृतरे आमे परित्राण पाइছো, प्रभु को जानिलो सत्कर्म। पाळी धरे करी कहतो की कर्म? सत्कर्म। आदि पारिवारिक भाव में, व्यक्तिगत भाव में, पुआ माने झियो माने, युवा युवती बड़ जे आमे ए सप्ताह भितर केतरा सत्कर्म करू, केतेटा माने उत्तम कर्म माने करू।
କାରଣ ବାକ୍ୟରେ ଲେଖା ଅଛି ତୁମର ସତ୍କର୍ମ ଦେଖି ବଡକାଟା କିଏ କହିବ ଏମିତି ଗୋଟେ ଜାଗାରେ ପ୍ରଭୁ ଯୀଶୁ କହିଲେ ତୁମମାନଙ୍କର ସତ୍କର୍ମ ଦେଖି ତମମାନଙ୍କର ସ୍ୱର୍ଗସ୍ଥ ପିତାଙ୍କର ମହିମା ଅନ୍ୟମାନେ କୀର୍ତ୍ତନ କର। ଆଜି ଖ୍ରୀଷ୍ଟିଆନ ମାନଙ୍କ ଭିତରେ ଅନେକ ଲୋକ ସତ୍କର୍ମ ଖୋଜୁଛନ୍ତି ଯୋଉଟାକୁ ଆଜି ଆମେ ଅନ୍ୟ ଶବ୍ଦରେ ତାକୁ ଧର୍ମ ବୋଲିକିରି ଆମେ ନା ଦେଇଛୁ। ଧର୍ମ ଯୋଉଠି ସତ୍ ସେଇଠି, ସତ୍ ଯୋଉଠି ପାଳିଦର ଧର୍ମ ମଧ୍ୟ ସେଇଠି। ଏ ଧର୍ମ ବାଟେ ଯେ ବାହାରିବ ସତରେ ଯାଇକିରି ପହଞ୍ଚିବ, ଯେ ସତ୍ ବାଟେ ମଧ୍ୟ ବାହାରିବ ଧର୍ମରେ ଯାଇକିରି ପହଞ୍ଚିବ। ତାଳିକର ପାରବା ହାଲେଲୁୟା ପାଉଛନା। ଆଦ୍ୟ ମଣ୍ଡଳୀରେ ପ୍ରେରିତ ପୁସ୍ତକରେ ଏଟା ହଉଛି ପ୍ରଥମ ମଣ୍ଡଳୀ। ଜନ୍ ମଣ୍ଡଳୀରେ ଲୋକମାନେ ଶିକ୍ଷା, ସହଭାଗିତା, ରୋଟି ଭାଙ୍ଗିବା, ପ୍ରାର୍ଥନା କରିବାରେ ନିବିଷ୍ଟଚିତ ହେଇକି ଥିଲେ। ତେଣୁ କଥା ସରି ନାହିଁ ଏକା ଫଳରେ ବେଶୀ ନଜର ଅଛି। ଏବେ କହିଲି ଏବେ ପାସଲି ଗଲ ଯିବ କି ବାହାରେ ବାକ୍ୟ ଶୁଣିବ ତ। ହଁ এটা লাস্ট ওয়ার্নিং কাইকি মানে তো বেশি কথা হতো এটি পিলাটো খেলাইবা কাম নাই এটি কাহার ବି ଛୁଆ ମାନଙ୍କୁ ରଖବେ ନା ଦୟା କରି ଆପଣ ମାନେ ତାଙ୍କର ମା ପାଖରେ ରଖି ଦିଅ କାହିଁକି ନା ସେ ଡିଷ୍ଟର୍ବ ହବ। ଏଟା କହିଲେ ଆପଣ ମାନଙ୍କୁ ବାଧା ହବ। ଚର୍ଚ୍ଚ ଘରେ ଯା ଛୁଆକୁ ସେ ପାଖରେ ମା ପାଖରେ ରହିଲେ ସେ ସୁରକ୍ଷିତ ରହିବ। ମା ପାଖରେ ନଥିଲେ ପାଟି କରିବ, କାନ୍ଦବ। ବାକ୍ୟ କହିବା ସମୟରେ ଶୈତାନ ବାକ୍ୟକୁ କଣ କରିନବ। ତେବେ ଏଟା କେବେ ଆମେ ଶିଖିବା। ତେବେ ଦୟାକରି ନିଜ ଛୁଆ ମାନଙ୍କୁ ରଖ। ପ୍ରଭୁ ତ କହିଦେଲେ ଶିଶୁ ମାନଙ୍କ ମୋ ନିକଟକୁ ଆସିବା ପାଇଁ। ହେଲେ ମୁଇଁ ମନା କରିପାରିବି କି? ମୁଇଁ ମନା କରିବି ନାହିଁ, ମାତ୍ର ଯତ୍ନ କରିବ। ସବୁ ଲୋକ ହାଲେଲୁୟା। ଦେଖନ୍ତୁ ଆଜିର ବାକ୍ୟ ସତ୍ ଉପରେ, ସତ୍କର୍ମ ଉପରେ। କାରଣ ଦେଖିଲ ଟାବିଥା ଯାହାର ଅନ୍ୟ ନାମ ହଉଛି ଦରକାର, ମାତ୍ର ସେ ନାନା ସତ୍କର୍ମ ବୋଲିକି ଲେଖା ହେଲା। ଗୋଟେ ପ୍ରକାର ଦିଗର କଥା କହିବାକୁ ପଡେ ନାହିଁ ପ୍ରେମ ମାନେ। ଆମେ ଯୋଉ ଧର୍ମକର୍ମ ବୋଲି ଯୋଉ ଶବ୍ଦଟା ଆମେ କହୁଛୁ, ଆଜିକାଲିର ଧର୍ମକର୍ମ ଲୋକ ଦେଖାଇବା ପାଇଁ ଚାଲିଛି। ପାଣି ଧରି କୁହନ୍ତୁ କେମିତି ଚାଲିଛି? ଲୋକ ଦେଖାଇବାଟା, ପାଣି ଗାଧେଇବାଟା ଲୋକ ଦେଖାଇବାଟା, ଲୁଗାପଟା ପିନ୍ଧିବାଟା ଲୋକ ଦେଖାଇବାଟା, ଦାନ ଦେବାଟା ଲୋକ ଦେଖାଇବାଟା, ତୀର୍ଥ ଯିବାଟା, ମନ୍ଦିର ବାନ୍ଧିବାଟା, ବସ୍ତ୍ର ବାନ୍ଧିବାଟା। ଆଜି ଧର୍ମକର୍ମ କିଏ କେତେ ଦେଲା, କିଏ କେମିତି ଦେଲା, ଏଟା ଲୋକମାନେ କେମିତି ନା କେମିତି ଉଡିବ, ସେଇ ପ୍ରକାର ଭାବରେ ଆଜିର ଜଗତରେ ନାନା ଧର୍ମକର୍ମ ଚାଲିଛି। ଏ ଧନ୍ୟବାଦ ପର୍ବ ପଛରେ 3ଟା ରବିବାର ବାକ୍ୟ କହିବା ପଛରେ ବହୁତ କାରଣ ଅଛି। କଣ କାରଣ ନା ଆମର ଦାନ, ଆମର ଦଶମାଂଶ, ଆମର ମୁଠି ଦାନ, ଆମର ପ୍ରଥମ ଫଳ ବା ଆମର ମାରଥ ଦାନ ସତ୍ ହେବା ଦରକାର। ସବୁବେଳେ ଟିକେ ପାଳି ଧରି କୁହନ୍ତୁ କଣ ହେବା ଦରକାର? ଏବେ କହିଲ ଆଉ ହେବର 2 ଭାଇ, ମାତ୍ର ଜଣକର ଗ୍ରହଣ ହେଲା ଆଉ ଜଣକର ରିଜେକ୍ଟ ହେଇଗଲା। ପରିଣାମ କଣ ହେଲା ଜାଣିଛନ୍ତି? ପରିଣାମ ହେବଲକୁ ସେଇ ଦିନ ଠାରୁ କଇନ କ୍ରୋଧ କଲେ ବୋଲି ଲେଖା। ଆଉ ଗୋଟେ ଦିନ ଜମି ବାଟେ ଯିବା ସମୟରେ କଇନ କଣ କଲେ? ଖଣ୍ଡା ବାହାର କରି ନିଜର ଭାଇକୁ ବଧ କରିଦେଲେ, ମର୍ଡର କରିଦେଲେ। এটা ହେଲା କେମିତି? କାରଣ ପରମେଶ୍ୱର ସେଦିନ କହିଲେ କଇନ ଏବଂ କଇନର ନୈବେଦ୍ୟକୁ ସଦାପ୍ରଭୁ ଗ୍ରହଣ କଲେ, ମାତ୍ର ହେବଲ ଏବଂ ହେବଲଙ୍କର ନୈବେଦ୍ୟକୁ ପ୍ରଭୁ କଣ କଲେ? ଗ୍ରହଣ କଲେ। ହେଲେ କଇନ ଅଧମକ ହେଲେ, କଇନ କ୍ରୋଧ କଲେ। ହେଲେ ପ୍ରଭୁ ନିଜେ କହୁଛନ୍ତି ହେ କଇନ ତମେ କ୍ରୋଧ କରିକି ଭଲ କରୁଅଛ, ସତ୍କର୍ମ ନ କଲେ ବଡ ଡାକୁ ପାପ ଦ୍ୱାରରେ ଛକି ବସିଥାଏ। ଆଜି ଟାବିତାର କଥାକୁ ଆଉ କଇନର କଥାକୁ ସମାନ ଲିଙ୍କ ଅଛି। ସେ ସତରେ ଆଣି ନଥିଲା, କାରଣ 7 ପଦ ଲେଖା ହେଲା ଆଦି ପୁସ୍ତକ, ସତ୍କର୍ମ ନ କଲେ ପାପ ପୁଣି କୋଉଠି ବସିଥିବ? ସେ ଦ୍ୱାର ପାଖରେ ଜଗିଥିବ। ଯେମିତି ଏବେ କୁକୁର ମାନେ ଘର ଭିତରକୁ କେତେବେଳେ ଖାଇବା ନ ମିଳିବ କି ଅଇଁଠା ମିଳିବ, କୁକୁର ମାନେ ଯେମିତି ଜଗିଥିବେ, ଜଣେ ବିଶ୍ୱାସୀ, ଜଣେ ବିଶ୍ୱାସିନୀ ବା ଜଣେ ଖ୍ରୀଷ୍ଟିଆନ ଲୋକର ତାର ହୃଦୟର ବାଟଦ୍ୱାରରେ ଶୈତାନ ଜଗିଥିବ। ଆଜି ଆମେ କାହିଁକି ବାରମ୍ବାର ପାପର ଶିକାରରେ ପଡିଯାଉଛୁ? ସତ୍କର୍ମ ବେଶୀ ନାହିଁ। ସତ୍କର୍ମ ଗୋଟେ କରିଛି କି ନାହିଁ, ଆଉ ଅସତ୍ କର୍ମ କେତେଟା ଆମେ କରିଚାଲିଛୁ। ପ୍ରିୟ ମାନେ, ପ୍ରଭୁଙ୍କ ଲୋକମାନେ, ମା ମାନେ, ଭଉଣୀ ମାନେ, ଏଇ ବାକ୍ୟରେ ଯୋଉ କଇନ ଯେ ତାର ଭାଇକୁ କଣ କଲା? ବଧ କଲା। ବଧ କଲା ପରେ ତାର ରକ୍ତ ଜମିରୁ ପ୍ରଭୁଙ୍କୁ ଡାକ ପକେଇଲା। କଣ ପକେଇଲା? ଡାକ ପକେଇଲା। ମଲା ପରେ ମଧ୍ୟ ରକ୍ତ ଏବେ ପ୍ରଭୁଙ୍କୁ ଡାକ ପକାଉଛି। ଆଉ ସେ ଡାକ ପ୍ରଭୁ ଶୁଣିଲେ ବୋଲି ମଧ୍ୟ ବାଇବଲରେ ଲେଖା।
ଯେତେବେଳେ ରକ୍ତ ଡାକ ପକଉଛି ଛଟପଟ ହେଇକରି ଯେତେବେଳେ ପଡିଛି ଖଣ୍ଡା ରକ୍ତାକ୍ତ ହେଇଛି ସେ ରକ୍ତ ଏବେ ଭୂମିରୁ କାହାକୁ ଡାକ ପକଉଛି ପ୍ରଭୁଙ୍କୁ ଡାକ ପକଉଛି ସେ ଏମିତି କହିଥିବ ପରା ମୁଁ ଭାବୁଛି ମନୁଷ୍ୟ ଭାବରେ ହେ ପ୍ରଭୁ ମୋର ତ ସାକ୍ଷୀ କିଏ ନାହିଁ ମୋର ଭାଇ ମତେ ମାରିଦେଲା ବୋଲି ହୁଏତ ସେ ଡାକ ପକଉ ମର୍ଡର ହେଲା ପରେ କଣଟା ଦରକାର କଣ ସାକ୍ଷୀ ଦରକାର ଟିକେ ସାକ୍ଷୀ ଅଛନ୍ତି କି ସେମାନଙ୍କର ଦୁଇ ଭାଇ ଭାଇ ଭାଇକୁ ମାରିଦେଲା ଆଜିର ଦୁନିଆରେ ଭାଇକୁ ଭାଇ ମାରୁଛି ଭଉଣୀକୁ ଭଉଣୀ ମାରି ଦଉଛନ୍ତି ବାପାକୁ ପୁଅ ମାନେ ମାରୁଛନ୍ତି ପୁଅକୁ ବାପା ମାନେ ମାରି କେତେ ଦୁନିଆ ଅଧର୍ମ ଭିତରେ ଚାଲିଛି ପ୍ରେମାନେ ତାର ଭିତରେ ଆମେ ଗୋଟେ ସତ୍କର୍ମ କରିବା କଥା ବାଇବଲ କହୁଛି ତାପରେ ଡାକ ପକାଇଲା ପରେ ପ୍ରଭୁ ସମ୍ଭାଳି ପାରିଲେ ନାହିଁ ଆଉ କହିଲେ ହେ କହିନ ତୁମର ଭାଇ ହେବଲ ସେ କୁଆଡେ ଗଲେ ପଚାରିଲେ କି ନାହିଁ ସେତେବେଳେ ହେବଲ ମାନେ କହିନ କଣ ଉତ୍ତର ଦେଲା କହିନର ଉତ୍ତର ଉଲ୍ଟା କରିଦେଲେ କାହିଁ ସେ ମାରିଛି କହିଲା ପ୍ରଭୁ ମତେ ପଚାରୁଛ মই କଣ ମୋର ଭାଇର ବଡିଗାର୍ଡ ଓଡିଆ ବାଇବଲରେ ସେମିତି ଲେଖା ଅଛି ଇଂଲିଶରେ ଏ କଥା ମୁଁ କହିବି মই କଣ ମୋ ଭାଇର ରକ୍ଷକ মই ବଡିଗାର୍ଡ ସେ କୁଆଡେ ଗଲା କୁଆଡେ ନାହିଁ ମାତ୍ର କଣ କରିଛି ସତ୍କର୍ମ କରିଛି ନା ଅସତ୍କର୍ମ କରିଛି ଅସତ୍କର୍ମ କରିଛି ତ ଆଜି ଆମମାନଙ୍କର ଧର୍ମ କର୍ମ ଭିତରେ ପ୍ରାର୍ଥନା ସତରେ କରିବା ବାଇବଲ ସତରେ ଆମେ ପଢିବା ସାକ୍ଷ୍ୟ ଦେବାଟା ମତେ ସତରେ ଦୁଇ ପଦ ଆମେ ସାକ୍ଷ୍ୟ ଦେବା ଯାହା ମୁଠି ଦାନ ଆଣିବା ସେଟା ସତରେ ଆସୁ ଯାହା ଆସିବ ପ୍ରିୟ ମାନେ କାରଣ ତାବିଥା ଦରକାର ସେ ନାନା ସତ୍କର୍ମ ବୋଲି ଲେଖା ହେଲା ତାମାନେ ତାର ଜୀବନ ଶୈଳୀର ତାର ସାକ୍ଷ୍ୟ ତାର କଥା ଭାଷା ତାର ବ୍ୟବହାର ସାହି ପଡିଶାରେ ତାର ଚାଲିଚଳନ ସବୁ ସତ୍ୟ ତ ସେଥିପାଇଁ ଲେଖା ହେଲା ସେ ନାନା ସତ୍କର୍ମ ଘର ଦ୍ୱାରରେ ଗୋଟେ ଭିକାର ଲୋକ ଆଇଲା କାହିଁକି ପରା ଲେଖା ଅଛି ସେ ନାନା ସତ୍କର୍ମ ଏବଂ ଦାନ କ୍ରିୟାରେ ପରିପୂର୍ଣ୍ଣ ଥିଲା ବାଇବଲ କହୁନାହିଁ ସେ କେତେ ଧନୀ ଥିଲା କେତେ ଟଙ୍କା ତାର ବ୍ୟାଙ୍କ ବାଲାନ୍ସ ଥିଲା କେତେ ସୁନା ଥିଲା କେତେ ଜମି ଥିଲା ସେଟା ଲେଖା ହେଇନି ମାତ୍ର ଲେଖା ହେଲା ତାର କର୍ମର କଥା ତାଡ଼ିଗର ମାର ହାଲେଲୁୟା କହୁଛନା ତ କାଳକ୍ରମେ ଏତେ ଉତ୍ତମ କର୍ମ କରିଥିବା ଲୋକ ନାନା ସତ୍କର୍ମ କରିଥିବା ଲୋକ ଏପଟେ କଇନ କହିଲା ପ୍ରଭୁ ମୋର ଭାଇର ରକ୍ଷକ କିନ୍ତୁ କଇନକୁ ପ୍ରଭୁ ଦଣ୍ଡ ଦେଲେ କାହିଁକି ନା ତାର କର୍ମ ପ୍ରଥମ ଗହନରେ ଲେଖା ହେଲା ସବୁ ପାପମୟ ଥିଲା ବୋଲି ବାଇବଲରେ ଲେଖା ପାଳି ଧରିକି କୁହନ୍ତୁ କଣ ଥିଲା କଇନର କର୍ମ ପାପମୟ ଥିଲା ଯାହା ବି ଆଣିଥିଲା ପୁଣି ସତ୍ ନାହିଁ ଅଧର୍ମରେ ଆଣିଲା ଅନ୍ୟାୟ ଭିତରେ ଆଣିଲା କୋଉ ପ୍ରକାର ଅଧର୍ମ କଲା କୋଉ ପ୍ରକାର ଅସତ୍ କର୍ମ କଲା ସେଟା ଆମେ ଜାଣିନୁ ମାତ୍ର କଇନ ଜାଣିଛି ତେବେ ଆଜି ସପ୍ତାହ ଗତରେ ଆମେ ଚର୍ଚ୍ଚକୁ ଆସିବାର ଅର୍ଥ ହେଲା ବାକ୍ୟ ଶୁଣିବା ଉପଦେଶ ଶୁଣିବା ଏବଂ ଉପଦେଶକୁ ଆମେ କଣ କରିବା ଉପଦେଶ କେମିତି ଧର ଦୃଢ କରି ଧର ତାହାକୁ ଛାଡ ନାହିଁ ତାହାକୁ ରଖ ତାହା ତୁମମାନଙ୍କର ଜୀବନ ତେବେ ଆମେ ଦେଖୁଛୁ ଯେ ଜାଫରେ ତାବିଥା ବୋଲି ଜଣେ ଲୋକ ଥିଲା ଜଣେ ଶିଷ୍ୟା ଥିଲା ଜଣେ ମହିଳା ତାର ଅନ୍ୟ ନାମ ହଉଛି ଦରକାର ଅର୍ଥ ହଉଛି ହରିଣୀ ସେ ନାନା ସତ୍କର୍ମ ଏବଂ ଦାନ କ୍ରିୟାରେ ପରିପୂର୍ଣ୍ଣ ଥିଲା କିନ୍ତୁ ଦୁଃଖର କଥା ହେଲା ଅଭାବନୀୟ ଘଟଣା ହେଲା କାଳକ୍ରମେ ପୁଣି ସେ ପୀଡ଼ିତ ହେଇଗଲା ଅସୁସ୍ଥ ହେଇଗଲା ଆଉ ତା ଶରୀରରେ କ୍ଲେଶ ଆରମ୍ଭ ହେଇଗଲା ବର୍ଗ ଟିକେ ଶୁଣ ହାଲେଲୁୟା କହୁଛନା ଯେ ଯେତେ ଧର୍ମରେ ପଢବ ଯେ ଯେତେ ପ୍ରାର୍ଥନାରେ ପଢବ ଯେ ଯେତେ ବିଶ୍ୱାସରେ ପଢବ ତାକୁ ଶାରୀରିକ ପୀଡ଼ା ଛାଡିବ ନାହିଁ ଏଇଟା ବାଇବଲର ଏଇଟା ଇତିହାସ ଏବେ ଯେମିତି ଏବେ ଜ୍ୟୋତି ନ୍ୟାୟରେ ଯୋଉ ସାକ୍ଷ୍ୟ ଗୁଡାକ ଜଣେ ଦୁଇ ଜଣ କହିଲ ମୁଁ ମଧ୍ୟ ବ୍ୟକ୍ତିଗତ ଭାବରେ ମୁଁ ଜାଣିଛି ପାଖରେ ଥାଇକରି ଆପଣ ମାନେ ତ ଜାଣିଛନ୍ତି କିନ୍ତୁ ମୁଁ ମଧ୍ୟ ଜାଣିଛି ଯେ ବହୁତ ବିଶ୍ୱାସରେ ବଡ ଷ୍ଟ୍ରଙ୍ଗ ଦିଶବା ପାଇଁ ସେମିତି ମାତ୍ର ତାର ବିଶ୍ୱାସ ବଡ ମଜବୁତ ଏଟା ମୁଁ ଅନେକ ଦିନରୁ ଜାଣିଛି ପ୍ରାର୍ଥନାରେ ସେ ବଞ୍ଚିଛି ଗୋଟେ ପାଳି ଧରିବ କାହିଁରେ ବଞ୍ଚିଛି ତାର ବିଶ୍ୱାସ ତାର ପ୍ରାର୍ଥନା ପୁଣି ମଣ୍ଡଳୀର ପ୍ରାର୍ଥନାରେ ସେ ବଞ୍ଚିଛି ଏଇଟା ମୁଁ ସାକ୍ଷ୍ୟ ଦେଇକି ଆପଣମାନଙ୍କୁ ପ୍ରଭୁ ବୋଲେ ତାର ପ୍ରାଣ ଏବେ ଯେମିତି କହିଲ ତାକୁ ଭଲ ନ ଲାଗିଲେ ମଧ୍ୟ ଚର୍ଚ୍ଚ ଆଇବ ଆରେ କାହା ପାଖରେ ଆଉଜେଇକିରି କେମିତି ଲୋକ ଆଇବ ବିଶ୍ୱାସର ବଳ ଥିବା ଲୋକ ଆଇବ ଅନେକ ଲୋକ ଆମେ ଅଛୁ ଟିକେ ଜୋର ହେଇଗଲା ମୁଣ୍ଡ ବତା ହେଇଗଲା ପେଟ ବତା ହେଇଗଲା ଦାମ ବତା ନେଇ କରିକି ପ୍ରାର୍ଥନା ଆଇବନି ଏମିତି ଲୋକ ମଧ୍ୟ ଆମେ ଅଛୁ କି ନାହିଁ କାହା ହେଲା ନା ହେଲେ ପେଟ ଦୁଖଲା ମାତ୍ର ପେଟ ଦୁଃଖେ ଟିକେ ଦୁଃଖୀ ଥିବ ଛାଡି ଯାଇଥିବ ପରେ
बाधा मैं प्रार्थना जीवे ना मन बता पेट बता नाना बाहाना हमको आइब किंतु जदि असुस्थ भितर दुर्बलता भितर रोग भितर समस्या भितर जे प्रभु को पाक आइब से होची ओरिजिनल विश्वासी ताली मारो हालेलुया बहुत सना तबे कहबा कथा ना ए जो दाबीथा नाना सत्कर्म करूथिला नाना प्रकार दान दउथिला पीड़ित अवस्था पड़गला एते पीड़ा हे गला टिके सुनतो से केते प्रार्थना करू नथिबो केते विश्वासी हे नथिबो सेडा पय नाना सत्कर्म कला गोटे सत्कर्म नै तापरे विभिन्न लोक मान को दान देला गरीब मान को देइथिबो विधवा मान को देइथिबो अनाथ मान को देइथिबो आ नाना प्रकार कर्म कला पर बाइबल रेकॉर्ड रे चढ़ी गला जे जाफर टाबिथा बली आ जने शिष्य थिले तार आ गुडा ना हैला दरकार मात्र से सत्कर्म करू करू कोन हैला जे पीड़ित हो गेले रोग आक्रांत कला शारीरिक असुस्थ हैला पर बाइबल तळको तळ पडला पर जणा पड़ी गला प्राण चाली गला एटा काज बुझवला को कष्ट मैं एते प्रार्थना करली एते दान देली एते 10 पांच देली एते थर गिरजा गले प्रार्थना करली मोर जीवन चाली गला एटी म आपन को उदाहरण देबे जो माने कष्ट देखि जाउछो समस्या देखि जाउछो आछि पारको परिवार थारो आरंभ करी आमे सब क्लेश देइकि रे कामे जाउछु हो के नहीं ए जेतकी प्रार्थना दल भितर अछन तांकर भितर मध्ये औंटा बोता पेट बोता नाना प्रकार समस्या अछि तांकर भितर तथापि प्रार्थना को धरि रखिछन्ती प्रार्थना करूछन्ती एथि पाए दाबिता परि हबार अछि हालेलुया कहछना कालक्रमे ए दाबिता प्राण त्याग कला तार मडा तार डेड बॉडी को ऊपर कोठरी रे नै के सुआई देले बोले का कोन कले ऊपर कोठरी रे नै सुआईला पर कोन हैला से पाखरे पितर यीशुको शिष्य रहउथिले लोक माने ताको कोन करले धळा लुगा होय तो गुडाई के ढाकी देले मरि तो गला पर पाखरे पितर थिबा जन नंबर खबर देले पठै देले पठाई के कहले कोन कहले हम मो पापा को आसीबा पई विलंब करो नै शीघ्र टिके आसो कारण पितर जने अभिषिक्त प्रभु को दास जने प्रेरित एवं पितर को छाई बांधले लोक माने भलो उठले होते एमा विश्वास हैला मोला पर काले बचि जीव पूरा या माने सुआई देले पितर पाको खबर पठै आमे लोक कोन करतांतो मोला परे खबर वार्ता केते बेले हबो गात करवालो केते लोक जिबे तापरे खना उबाय हबो दुखर करे हबो सेटा किंतु गोरे प्रभु को पाइला लोकर विश्वासी माने केमिति हबा कथा एई वाक्य रे हम शिखर ताली कर मारबा सुन हालेलुया बहुत सना आता 36 38 पद टिके पढि दे सही समय रे से पीड़िता होई प्राण त्याग कले सेतरे से माने पाखरे थिबा पड़ोसी लोक माने संपर्क लोक माने ताको स्नान कराई गोटे ऊपर कोठरी रे ने ताको सुआई देले उणे आ लोद जाफर निकटवर्ती थिबारु शिष्य माने पितर सेठारे अछंती बोली सुनी दुई जण लोक को तांको निकट को पठाई एहा निवेदन कले आम्भ मानक निकट को आसीबा पई विलंब करंतु नाही एनु पितर उठी से मानक संगरे गले हालेलुया और सना देखो तो घटना घटी जाउते मोला लोक मरि गला जे मरि गला और उत्तम विश्वासी होय तो साई पड़िसा कथा वार्ता होचोते से केते माने दान दउथिला के लोक मान को केते सेवा करूथिला से केते प्रभु रे थिला होय तो कथा वार्ता चाली छी ताको स्नान करैले मोला पर कोन करैले स्नान करैले आज मध्य अनेक परिवार रे जेतले कोनसी लोक जेतले प्रभु को चली जाए ताको स्नान करा जाए तापर वस्त्र पिंधा जाए आ तापर ताको समाधि पीठ को निया जाए आको मध्य स्नान करैले आको मध्य लुगा गुडैले मात्र केते लोक पिथर पाको जिबा टिके डाकबा आम पाको आसीबा पई कोन करो नै आ बाइबल रे देखा हैला जाऊ जाऊ पिथर मध्य कोन करतिले के जाने समागो संग रे गले हालेलुया और छना आ टिके तो से आसंते से माने तांकु से ऊपर कोठरी को घेनी गले आओ विधवा माने
ସମସ୍ତେ ତାହାଙ୍କୁ ଘରେ ବିଳାପ କରୁ କରୁ ଦରକା ସେମାନଙ୍କ ସହିତ ବଞ୍ଚିଥିବା ସମୟରେ ଯେଉଁ ସବୁ ଅଙ୍ଗରଖା ବସ୍ତ୍ର ଗୁଡିକ ବନାଇଥିଲେ ସେ ସବୁ ଦେଖାଇବାକୁ ଲାଗିଲେ। କିନ୍ତୁ ପିତର ସମସ୍ତଙ୍କୁ ବାହାର କରିଦେଇ ଆଣ୍ଠୁ ମାଡ଼ି ପ୍ରାର୍ଥନା କଲେ। ପୁଣି ସବୁଆଡକୁ ବୋଲି ପଡ଼ି କହିଲେ, ତାବିଥା ଉଠ। ହାଲେଲୁୟା। ଦେଖନ୍ତୁ ପିତର ଆସିଲା ପରେ ତା ପାଖରେ କୋଉମାନେ ବିଳାପ କରୁଥିଲେ? ବିଧବା ମାନେ। ହେଲେ ମୁଁ ଭାବୁଛି ଏମିତି, ଏହି ଯୋଉ ବିଧବା ମାନେ ଅଛନ୍ତି ବାକି ଲୋକ କୁଆଡେ ଗଲେ? କାରଣ ସେଠି ଲେଖା ହେଲା ତାର ମୋଡା ପାଖରେ କେବଳ ବିଧବା ମାନେ ଅଛନ୍ତି। ଆଉ ସେମାନେ କଣ କରୁଛନ୍ତି? ସେମାନେ ବିଳାପ କରୁଛନ୍ତି, କାନ୍ଦୁଛନ୍ତି। ତେବେ ଅନ୍ୟମାନେ ମଧ୍ୟ ଥିଲେ, କିନ୍ତୁ ମୋଡା ପାଖରେ ନାହାନ୍ତି। ଯୋଉମାନଙ୍କ ଭିତରେ ଦୁଃଖ ଥିବ ସେ ଏକା ଦୁଃଖ ପାଖରେ ଥିବ। ପ୍ରିୟମାନେ, ଆଜି ମୋଡା ଘରେ ଯିବା ପଛରେ ବିଭିନ୍ନ କାରଣ ଥାଏ। ଅନେକ ଲୋକ ନାଁ ପାଇଁ ଯାଇଥିବେ, ଅନେକ ଲୋକ ଦୁଃଖୀ ହେବା ପାଇଁ ଯାଇଥିବେ, ଅନେକ ଲୋକ ସମବେଦନା ଜଣାଇବେ। ମାତ୍ର ଏ ଦରକାର ମରିଗଲା ପରେ ବିଧବା ମାନେ ପାଖରେ ବସି କାନ୍ଦୁଛନ୍ତି। ଭିତରେ ଆସିଲା ପରେ ମଧ୍ୟ ତାର କର୍ମର କଥା ସେମାନେ କହୁଛନ୍ତି। କାରଣ ସେ କେତେବେଳେ ଅଙ୍ଗରଖା ବନେଇଥିଲା, ବସ୍ତ୍ର ଗୁଡାକ ବୁଣିଥିଲା। କାରଣ ହୁଏତ ସେଇଟା ଗୋଟେ ଶୀତ ଋତୁ ଆସିଲା ପରେ କେତେକ ବିଧବା ମାନଙ୍କୁ, ଅନାଥ ମାନଙ୍କୁ, ଗରିବ ମାନଙ୍କୁ ହୁଏତ ସେ ବସ୍ତ୍ର ବାଣ୍ଟୁଥିଲା, ଉତ୍ତମ କର୍ମ ଗୁଡାକ କରୁଥିଲା। ଆଉ ସେମାନେ ଛିଛା ହଉଛନ୍ତି, ମାତ୍ର ସେ ମରିଗଲା, ଏତେ ଉତ୍ତମ କର୍ମ କରୁଥିଲା। ହେଲେ ପିତର ବୁଝିଗଲେ, କହିଲେ ଇଏ ତ ଏତେ ଉତ୍ତମ କର୍ମ କରିଛି, ନାନା କର୍ମ, ଉତ୍ତମ କର୍ମ। ଆଉ ସେ ନାନା ଦାନ କ୍ରିୟାରେ ପରିପୂର୍ଣ୍ଣ ଥିଲେ। ହୁଏତ ତାର କର୍ମ ଯଦି ସମସ୍ତଙ୍କୁ ବାହାର କରିଦେଇ ପ୍ରଭୁଙ୍କ ପାଖରେ ଆଣ୍ଠୁ ବାନ୍ଧି ପ୍ରାର୍ଥନା କଲେ। ହାଲେଲୁୟା। ପ୍ରାର୍ଥନା କରି ବୋଲି ପଡନ୍ତେ ଲେଖା ଅଛି। ତାମାନେ ମରାକୁ ପିଠି କରି ସେ ପ୍ରାର୍ଥନା କରିଛନ୍ତି। ସବୁ ଗୋଟେ ପାଳିତରେ କହନ୍ତୁ, କେମିତି ପ୍ରାର୍ଥନା କଲେ? ମରାକୁ ପିଠି କରି ପ୍ରଭୁଙ୍କୁ ସାମ୍ନା କରି ସେ ପ୍ରଭୁଙ୍କ ପ୍ରାର୍ଥନା କଲେ ଏବଂ ବୋଲି ପଡ଼ି କଲେ, ତାବିଥା ଉଠ। ଏ କଥା କହିଲା ପରେ କଣ ହେଲା? ତଳପଦଟା ସେଥିରେ ସେ ଆଖି ମେଲା କଲେ ଆଉ ପିତରଙ୍କୁ ଦେଖି ଉଠି ବସିଲେ। ତାଳିଗଡ଼ ମାରବା। ହାଲେଲୁୟା। ପ୍ରିୟବାର, ଅଦ୍ଭୁତ କଥା, ଆଶ୍ଚର୍ଯ୍ୟ କଥା। ଯୋଉଠି ସତ୍କର୍ମ ଥାଏ, ସତ୍ ପ୍ରାର୍ଥନା ଥିବ, ଆଉ ସେଇଠି ମଧ୍ୟ ମଲା ଲୋକ ମଧ୍ୟ ଉଠିବ। ତେବେ ପିତର ଯେତେବେଳେ କହିଲେ ତାବିଥା ଉଠ, ଆଉ ସେତେବେଳେ ଉଠିକି ବସିଲା, ଆଖି ମେଲା କଲା। ପ୍ରିୟମାନେ, ଆଶ୍ଚର୍ଯ୍ୟର କଥା ହେଲା, ସେ ମରିଯାଇଥିବା ଲୋକ ପୁନର୍ବାର ବଞ୍ଚିଲା। ବଞ୍ଚିଲା ପରେ କଣ ହେଲା? ତଳକୁ ଟିକେ 2-3 ପଦ। ପୁଣି ସେ ହାତ ଦେଇ ତାହାକୁ ଉଠାଇଲେ ଏବଂ ସାଧୁମାନଙ୍କୁ ବିଧବା ମାନଙ୍କୁ ଡାକି ତାହାଙ୍କୁ ଜୀବିତ ଦେଖାଇଲେ। ଏହି କଥା ଯାହାଙ୍କର ସବୁଆଡେ ଜଣା ପଡିଲା, ଅନେକ ପ୍ରଭୁଙ୍କ ଠାରେ ବିଶ୍ୱାସ କଲେ। ହାଲେଲୁୟା। ପ୍ରିୟ ମଣ୍ଡଳୀ, ପ୍ରିୟ ବାପା ମା, ଭାଇ ଭଉଣୀ ମାନେ, ଏଇଟା ଗୋଟେ ଛୋଟ ବାକ୍ୟ, କିନ୍ତୁ ବହୁତ ଗଭୀର କଥା, ନିଗୁଡ କଥା ଅଛି। ଗୋଟେ ବିଶ୍ୱାସ ମଲା ପରେ ମଧ୍ୟ ସତ୍କର୍ମ ଯଦି କରିଥିବ, ତାର କର୍ମ ପ୍ରଭୁଙ୍କ ପାଖରେ ଡାକ ପକେଇବ। ଏବଂ ପିତରର ପ୍ରାର୍ଥନା ପରେ ମଲା ଲୋକ ଆଉ ଥରେ କଣ ହେଲା? ବଞ୍ଚିଗଲା। ଏଇଟା ପିତରଙ୍କ ପ୍ରାର୍ଥନା ଏବଂ ମରିଯାଇଥିବା ଲୋକର ସତ୍କର୍ମ। ତେବେ ଆମେ ଅନେକ ଲୋକ ମରିଯାଇପାରୁ, ଗୋଟେ ସମୟ ଆସିବ ଆମେ ସବୁଦିନ ବଞ୍ଚିବା ନାହିଁ, ମାତ୍ର କରିଯାଇଥିବା କର୍ମ ସେଟା ଜୀବନ ଥିଲା ଲୋକ ପରି କଥା। ହାଲେଲୁୟା। ଆମର ଭାରତ ଦେଶରେ ସ୍ୱାଧୀନ ଆଣିବା ପୂର୍ବେ ଅନେକ ମହାପୁରୁଷ ମାନେ ଯେମାନେ ଜୀବନ ଦେଲେ, ବଳି ହେଲେ, ଗୋଳି ଖାଇଲେ, ସେମାନେ ମରିକିରି ବର୍ଷ ବର୍ଷ ହେଇଗଲାଣି। ମାତ୍ର ଅଗଷ୍ଟ 15 ଦିନ, ଜାନୁଆରୀ 26 ଦିନ ସେମାନଙ୍କ ନାଁ କୁହା ହଉଛି କି ନାହିଁ? ଜୟ ମରା ହଉଛି କି ନାହିଁ? ସେମାନେ କହୁଛନ୍ତି ଯେ ମହାତ୍ମା ଗାନ୍ଧୀ ବୋଲେ ଅମର ରହେ, କହୁଛନ୍ତି ଇନ୍ଦିରା ଗାନ୍ଧୀ ଅମର ରହେ, ରାଜୀବ ଗାନ୍ଧୀ ଅମର ରହେ। କାହିଁକି? ସେମାନେ କରିଯାଇଥିବା କର୍ମ। ତେବେ ପ୍ରିୟମାନେ,
ଆଜି ଆମେ ଚର୍ଚ୍ଚ କୁ ଆସିଛୁ ଏଟା ଗୋଟେ ସତ୍କର୍ମ କରିବା ପାଇଁ, ସତ୍କୁ ଜାଣିବା ପାଇଁ। ସତ୍କର୍ମ କଲେ ପାପ ଦ୍ୱାରରେ ଛକି ରହିବ ନାହିଁ। ପ୍ରଭୁ ଆଜି ଆମର ଅନ୍ତା ମଣ୍ଡଳୀରେ ଆଜି ଆପଣଙ୍କ ଜୀବନରେ ଅନେକ ଉତ୍ତମ କର୍ମ ଆରମ୍ଭ କରିଛନ୍ତି। ଉତ୍ତମ କର୍ମକୁ ଆମେ କଣ୍ଟିନ୍ୟୁ କରିବାକୁ ପଡିବ। କାରଣ କେବଳ ଦାନର କଥା ଆମେ କହୁନାହିଁ, ଲେଖା ହେଲା ନାନା ସତ୍କର୍ମ। ଦାନ ଦେବାଟା ଗୋଟେ ଭଲ ଗୁଣ। ଆଉ ଦାନ ଦେବା ପଛରେ ଏଟା ପ୍ରଭୁଙ୍କର ଅନୁଗ୍ରହ, ପ୍ରଭୁଙ୍କର ଆଶୀର୍ବାଦ। ମାତ୍ର ଟାବିଥା ଏ ଦରକାର ଯୋଉ ସବୁ ସତ୍କର୍ମ କରିଥିଲା ଆଉ ସେଇଟା କଣ ହେଲା ପ୍ରଭୁଙ୍କ ନିକଟରେ ପହଞ୍ଚିଲା। ହାଲେଲୁୟା ପହଞ୍ଚନା। ତାପରେ ଏ ମରିକି ଉଠିଲା ପରେ ଏ କଥା ଜାଫର ଚାରିଆଡେ ଚହଳ ପଡିଗଲା, ବ୍ୟାପିଗଲା। କେମିତି ହେଇଥିବ? ମଣା ଘରେ ଯାଇଥିବା ଲୋକମାନେ ଯୋଉମାନେ ସେଦିନ ଯାଇଥିବେ ନା ନାଇଁ? ଯାଇଥିବେ ପ୍ରିୟ ମାନେ, ଗାଁ ଯାକ ଲୋକ ଜମା ହେଇଥିବେ। ଭିତରେ ଆସିଲା ପରେ ଯୋଉ ଅଦ୍ଭୁତ କାମ ହେଲା, ମଲା ଲୋକ ଉଠିଲା ବସିଲା, ଯେତେବେଳେ ଦେଖିଦେଲେ ସେମାନେ କହିକି ଏକ ବାର୍ତ୍ତାରେ ଯାଇଥିଲେ। ହାଲେଲୁୟା ପହଞ୍ଚନା। କହିଥିବେ କି ନାଇଁ ଆପଣ ମାନେ କୁହନ୍ତୁ? ଆମେ ମାଟି ଦେବା ପାଇଁ ଯାଇଥିଲୁ, ମାତ୍ର ସେ ଲୋକ ମରି ଯାଇଥିଲା, ଆଉ ଥରେ ଉଠିଲା, ଆଉ ଥରେ ବଞ୍ଚିଗଲା। ସେମାନେ ଯେତେ ଲୋକ ଦେଖା କରିଥିବେ, ଆଜି ଗୋଟେ ଅଦ୍ଭୁତ କର୍ମ ଦେଖିଲୁ। ଜଣେ ପ୍ରଭୁଙ୍କ ଦାସ ଆସିଲେ, ତାର ନାଁ ପୁଣି ପିତର। ସେ ପ୍ରାର୍ଥନା କରିଦେବା ଦ୍ୱାରା ମଲା ଲୋକ କଣ ହେଇଗଲା? ତେବେ କଥା ହେଲା ଆଜି ଆମମାନଙ୍କର ସତ୍କର୍ମ, ଆଜି ଆମମାନଙ୍କର ବିଶ୍ୱାସ ଉତ୍ତମ କର୍ମରେ ପରିଣତ ହେବ। ତେବେ କେତେବେଳେ ହେବ ନା ଯେତେବେଳେ ଆମେ ଶିକ୍ଷା ଭଲ ଭାବରେ ଶୁଣିବା, ଉପଦେଶ ଭଲ ଭାବରେ ଶୁଣିବା ଏବଂ ବାକ୍ୟ କଣ କହୁଛି ଆମେ କଣ କରୁଛୁ। ଆଜି ଆମର ଜୀବନ କେମିତି ଅଛି? ଆମର ପାରିବାରିକ ଜୀବନରେ, ଆଜି ଆମର ବିଶ୍ୱାସ ଜୀବନରେ ଆମେ ବିଶ୍ୱାସରେ ଆଗକୁ ବଢୁଛୁ କି ନା ଆମେ ବିଶ୍ୱାସରେ ପଛକୁ ଯାଉଛୁ? କାରଣ ପ୍ରିୟମାନେ ଆଜି ଅନେକ ଏବେ ବି ଚର୍ଚ୍ଚ ଆସିଲା ପରେ ଆମର ବିଶ୍ୱାସ ଅନେକ ବଢୁନାହିଁ। ଆମେ ଅନେକ ଲୋକ କଠିନ ମନା, ଶକ୍ତ ଗ୍ରୀବ ବୋଲି କହିବେ। ବାକ୍ୟ ବାଡେ ବାକ୍ୟ ଚାଲିଛି, ଉପଦେଶ ବାଡେ ଉପଦେଶ ହଉଛି, ପ୍ରାର୍ଥନା ବାଡେ ପ୍ରାର୍ଥନା ହଉଛି। ଆଉ କିଛି ଲୋକ ଆମେ ଅଛୁ ଅବାଟରେ ଆମେ ଯାଉଛୁ, ଆଜ୍ଞା ଲଙ୍ଘନ ଆମେ କରୁଛୁ, ଆମେ ନ ଯିବା ବାଟେ ଯାଉଛୁ, ନ କରିବା କାମ କରୁଛୁ, ଯାଦ୍ୱାରା ଆଜି ଅନେକଙ୍କ ଜୀବନ ଦୁଇଟା ବିଶ୍ୱାସରେ ଆମେ ବାଟ ଚାଲୁଛୁ। ଟିକେ ମୋର ସହିତ ପାଳିତ କେତେଟା ବିଶ୍ୱାସ? ଦୁଇଟା ବିଶ୍ୱାସ। ପ୍ରାର୍ଥନା ବିଶ୍ୱାସ ଗୋଟେ ଅଛି, ଆହୁରି ମଧ୍ୟ ଶୈତାନର ବିଶ୍ୱାସ ଟିକେ ଅଛି। ଆଗାମୀ ଏବେ ମଧ୍ୟ ଆମକୁ ଶୈତାନର ପୁଣି ଉଆସ ଉପରେ ବିଶ୍ୱାସ ଅଛି। ଏବେ ମଧ୍ୟ ଆମମାନଙ୍କୁ ଗୋଟେ କାଉ କାନ୍ଦ ଉପରେ ବିଶ୍ୱାସ ଅଛି। ଏବେ ମଧ୍ୟ ଆମକୁ ଯଦି ହାତ କୁଣ୍ଡାଇଲେ ଗୋଟେ ବିଶ୍ୱାସ ଆସି ଯାଉଛି, ଆସୁଛି କି ନାଇଁ? ଜଟାଇଲା ପରେ ଆରି ଗୋଟେ ବିଶ୍ୱାସ, ଖାଇବା ସମୟରେ ଓଲଝି ଗଲେ ଆରି ଗୋଟେ ବିଶ୍ୱାସ। କେତେଟା ବିଶ୍ୱାସ ଏବେ ବି ଆମର ଭିତରେ ଅଛି। ଚମକି ଗଲେ ଥୁବା ପାଇଁ ଜାଗା ନାହିଁ, ନାଇକି? ବଢିଆ ଜାଗା ଗୋଟେ ପ୍ରଭୁ ତିଆର କରିଦେଲେ, ଚମକୁ ଚମକୁ କୋଉଠି ଥୁବା। କେତେ ବୁଦ୍ଧିମାନର କାମ, କେତେ ବିଶ୍ୱାସ ଅଛି। ଆମେ କେତେ କହିଛୁ ଥୁକବାର ନାହିଁ, କେତେ କହିଲା ଲୋକ ହାତ ଉଠା ତ ମୁଁ କହିଛି ଏଠି ଥୁକବାର ନାହିଁ ବୋଲେ ହାତ ଦେଖି ଦେଖବା। ବାପରେ ବେଶୀ ଲୋକ କହିଛ, ଯାହା ହଉ ନ କହିକିରି ହାତ ଉଠାଇଲେ ଦେଖ ଆଜି ସତ୍କର୍ମ ଉପରେ କଥା ଚାଲେ। କାହିଁକି ଆମେ କହିବା, ଆମେ ଶିଖାଇବା, ଛାତିରେ ଥୁକି ହେବା। ଗୋଟେ ଥର କିଟା 10 ଥର ଚମକ। ମୁଁ ଯଦି ଆପଣ ମାନଙ୍କୁ କହିବି, ମୁଁ ମଧ୍ୟ ବେଶୀ ଥର ଚମକିଛି, ମାତ୍ର ମୁଁ ଥରେ ବି ଏଠି ଥୁକି ନାହିଁ। এটা ଥୁକବା ଜାଗା ନୁହେଁ। ତେବେ କହିବା କଥା ହେଲା ଆମର ଜୀବନକୁ ବଦଳାଇବାର ଲୋକମାନେ ଦେଖିବେ, ଲୋକମାନେ କହିବେ ଏଇଟାକୁ ଏମାନେ ବିଶ୍ୱାସ କରିବେ ନାହିଁ। ଠିକ କଥା, ଆମର ବିଶ୍ୱାସ ଆମକୁ ପ୍ରଭୁଙ୍କ ପାଖକୁ ନେଇଯିବ। ହାଲେଲୁୟା। ଆଉ ଗୋଟେ ପଦ ଟିକେ ପଢିବା, ଅଳ୍ପ ସମୟ ଆପଣ ମାନଙ୍କୁ କହିବି। ଟିକେ ଗାଲାତୀୟ ପୁସ୍ତକ 6:6 ପଦ। ଗାଲାତୀୟ 6:6 ପଦ। କିନ୍ତୁ ଯେ ଈଶ୍ୱରଙ୍କ ବାକ୍ୟରେ ଶିକ୍ଷା ପ୍ରାପ୍ତ ହୁଏ ସେ ଶିକ୍ଷାଦାତାଙ୍କୁ ସମସ୍ତ ଉତ୍ତମ ବିଷୟର ସହଭାଗୀ କରାଉ। ଏ ପଦ ଗୋଟେ ଗୁରୁତ୍ୱପୂର୍ଣ୍ଣ ପଦ। ପିଲାମାନେ ଗାଲାତୀୟ ମଣ୍ଡଳୀକୁ ପାଇଁ ତ ପାଉଲ କହୁଛନ୍ତି, এটা ଟିକେ ରିପିଟ୍ କରିବି, ଆଉ ଥରେ ପଢ, ଗୋଟେ ଗୋଟେ କହିବି, ଟିକେ ଧ୍ୟାନ ଦିଅ ଏଠି କଣ କହୁଛି, ଆମେ କଣ କରିବା। କିନ୍ତୁ ଯେ ଈଶ୍ୱରଙ୍କ ବାକ୍ୟରେ
ବାସ୍ ଏତିକି ଥାଉ। ଲେଖା ଅଛି ସାଧୁ ପାଉଲ କହିଲେ ଯେ କେହି ସେ ସ୍ତ୍ରୀ ହଉ କି ପୁରୁଷ ହଉ, ସେ ଯୁବା ହଉ କି ଯୁବତୀ ହଉ, ସେ ଶିକ୍ଷିତ ହଉ କି ଅଶିକ୍ଷିତ ହଉ, ସେ ଧନୀ ହଉ କି ଗରିବ ହଉ, ଯେ କେହି ଈଶ୍ୱରଙ୍କ ବାକ୍ୟରେ ଆପଣଙ୍କୁ କଣ ବୋଲେ ହେଲା ଶିକ୍ଷା ପ୍ରାପ୍ତ ହୁଏ। ଆଜି ଆପଣ ମାନେ ଚର୍ଚ୍ଚ କୁ ଆସୁଛନ୍ତି କଣ ପାଇବା ପାଇଁ? ଶିକ୍ଷା ପାଇବା। ଏଠି ବାଇବଲର ବାକ୍ୟ ଏତେ ପର୍ବ ଦେଖାଇବା କାରଣ ହେଲା ଗୋଟେ ଶିଖ ଆହୁରି ଶିଖାଅ, ଗୋଟେ ଶିଖ ଆହୁରି ପାଳନ କର। କାରଣ ମା ବାପା ଭାଇ ଭଉଣୀ ମାନେ ଏଥିପାଇଁ ଆଜି ଆମମାନଙ୍କର ବାଇବଲକୁ ଶ୍ରେଷ୍ଠ ମନା ଯାଉଛି। କାରଣ ବାଇବଲ ଜଣେ ଲୋକକୁ ସତ୍କର୍ମର କଥା କହିବ, ଆଉ ବାଇବଲ ଧର୍ମର କଥା କହୁଛି, ଏବଂ ବାଇବଲ ସ୍ୱର୍ଗ ନରକ ବା ପୃଥିବୀରେ ଯାହା ଘଟୁଛି ବାଇବଲରେ ତ ଅଲରେଡି ଲେଖା ହେଇକିରି ଅଛି। ହେଲେ ଯେଉଁ ଲୋକ ଶିକ୍ଷା ପ୍ରାପ୍ତ ହୁଏ ସେ କାହାକୁ? ଶିକ୍ଷାଦାତାଙ୍କୁ। ଏଠି ମଣ୍ଡଳୀ ମାନଙ୍କର ଶିକ୍ଷାଦାତା ବୋଲି କହିଲେ କାହାକୁ ବୁଝାଏ? ପାଳକଙ୍କୁ ବୁଝାଏ, ପ୍ରଭୁଙ୍କ ସେବକ ମାନଙ୍କୁ ବୁଝାଏ। ପ୍ରେରିତ ସୁସମାଚାର ପ୍ରଚାର କହିପାରେ, ଭାବବାଦୀ ହେଇପାରନ୍ତି ସେମାନେ, ବା ସେମାନେ ଶିକ୍ଷକ ହେଇପାରନ୍ତି। ଏଗାର ଶିକ୍ଷାଦାତାଙ୍କୁ। ଏବେ ଆପଣଙ୍କ ବର୍ଷ ବର୍ଷକୁ ଶିକ୍ଷା ଦେଇ ଆସୁଛି ଶୁକ୍ରବାର ରବିବାର। ଏବେ କେତେ ଶୁକ୍ରବାର ହେଲା ମୁଁ ତ ରହୁନାହିଁ, କିନ୍ତୁ ପିଙ୍କୁ ଭାଇ ମଧ୍ୟ ଆଉ ସେ ପଢୁଛନ୍ତି, ଆପଣ ମାନଙ୍କୁ ଶିକ୍ଷା ଦଉଛନ୍ତି। ତେବେ ବାଇବଲ କଣ କହୁଛି? ଯାହାର ଈଶ୍ୱରଙ୍କ ବାକ୍ୟରୁ ଶିକ୍ଷା ପ୍ରାପ୍ତ ହଉଛ ସେମାନେ ଶିକ୍ଷାଦାତାଙ୍କୁ, ଶିକ୍ଷାଦାତାଙ୍କୁ ସମସ୍ତ ଉତ୍ତମ ବିଷୟର ସହଭାଗୀ କରାଉ। এইটা হচ্ছে বর্তমানର মানে ଗାଲାତିଆ ମଣ୍ଡଳୀ ପାଉଲଙ୍କର ଶିକ୍ଷା। ଆପଣ ମାନେ ଯେ ସମସ୍ତ ବିଷୟ ପାଉଛନ୍ତି, ପୁଣି ଆପଣ ଯୋଉଟା ପାଇଲେ ଶିକ୍ଷାଦାତାଙ୍କୁ ସହଭାଗୀ କରାଅ। ହାଲେଲୁୟା। ଅଛନା ଆପଣ ଯୋଉଟା ଖାଉଛନ୍ତି ପାଷ୍ଟରକୁ ସେଟା ଖାଇବାକୁ ପଡିବ। ଆପଣ ମାନେ ଯୋଉ ଲୁଗାପଟା ପିନ୍ଧୁଛନ୍ତି ସେଇ ପ୍ରକାର ଲୁଗାପଟା ପିନ୍ଧାଇବାକୁ ପଡିବ। କାରଣ ଲେଖା ହେଲା ସମସ୍ତ ଉତ୍ତମ ବିଷୟର ସହଭାଗୀ କର। ତେବେ ପ୍ରିୟମାନେ ଆପଣ ମାନେ ଶିକ୍ଷାଦାତା ପ୍ରତି ମନୋଯୋଗୀ ହୁଅନ୍ତୁ। ଯେ ଶିକ୍ଷା ଦେଉଛନ୍ତି ତାଙ୍କ ଜୀବନ ଏବଂ ତାଙ୍କର ଚରିତ୍ର ବା ତାଙ୍କ ଗୁଣ ବା ତାଙ୍କ ସାକ୍ଷ୍ୟ ବାଇବଲ ସହିତ ଖାପ ଖାଉଛି ନା ବାଇବଲ ଗୋଟେ ବାଟେ ଚାଲୁଛି ଆଉ ଶିକ୍ଷାଦାତା ମଧ୍ୟ ଆଉ ଗୋଟେ ବାଟେ ଚାଲୁଛି। କାରଣ ଅନେକ ପ୍ରକାର ଶିକ୍ଷକ ଅଛନ୍ତି ବାଇବଲରେ। ସେଥିପାଇଁ ଲେଖା ହେଲା ଯେ ହେ ପ୍ରିୟ ମାନେ ତୁମ୍ଭେ ମାନେ ଅନେକ ଶିକ୍ଷକ ହୁଅ ନାହିଁ। ସବୁ ପାଳକ ହେଇପାରିବେ ନାହିଁ, ସବୁ ମଧ୍ୟ ପ୍ରଚାରକ ହେଇପାରିବେ ନାହିଁ। ଲେଖା ହେଲା ହେ ପ୍ରିୟ ମାନେ ତୁମେ ମାନେ ସମସ୍ତେ ଶିକ୍ଷକ ମାନେ। ବହୁତ ଲୋକ ଏବେ ଶିକ୍ଷା ଦେବା ପାଇଁ ବାହାରିଛନ୍ତି, ମାତ୍ର ନିଜେ ଶିଖି ନାହାନ୍ତି, ନିଜେ ପାଳନ କରନ୍ତି ନାହିଁ। ତେବେ ଜଣେ ଶିକ୍ଷାଦାତା ମଧ୍ୟ ମଣ୍ଡଳୀରେ ଆଦର୍ଶ ହେବା ପାଇଁ କଣ ଦରକାର? ନା ସେଇ ପ୍ରକାର ସାକ୍ଷ୍ୟ ଦରକାର। ମୁଁ ଆପଣ ମାନଙ୍କୁ ଯୋଉ ସବୁ ବିଷୟ ଶିକ୍ଷା ଦଉଛି ମୁଁ ମଧ୍ୟ ତାକୁ ପାରୁ ପର୍ଯ୍ୟନ୍ତ ପାଳନ କରିବା ପାଇଁ ଚେଷ୍ଟା କରିକରି ଆସୁଛି। ସବୁ ଲୋକ ହାଲେଲୁୟା। ଅଛନା ଆପଣ ମାନଙ୍କୁ ପ୍ରାର୍ଥନା କର ବୋଲି କହିଲେ ହବ ନାହିଁ, ମତେ ମଧ୍ୟ ପ୍ରାର୍ଥନା କରିବାକୁ ପଡିବ। ଆପଣ ମାନଙ୍କୁ ଉପବାସ କର ବୋଲି କହିଲେ ହବ ନାହିଁ, ମତେ ମଧ୍ୟ ଉପବାସ ରହିବାକୁ ପଡିବ। ଆପଣ ମାନଙ୍କୁ ଦାନ ଦିଅ ବୋଲି କହିଲେ ହବ ନାହିଁ, ମତେ ବି ଦେବାକୁ ପଡିବ। ଆପଣ ମାନେ ଖାଲି 10 ମାସ ଦିଅ ବୋଲି କହିଲେ ହବ ନାହିଁ, ମତେ ବି ଦେବାକୁ ପଡିବ। କାରଣ ପ୍ରିୟ ମାନେ ଶିକ୍ଷାଦାତା को आपण माको समस्त उत्तम विषयर कोन करा सहभागी करा। जेथरे जोटा आपण माने पाइले जानले काई कि सहभागी करैबे? कारण आपण मानको शिक्षादाता आपण मानको पालक आपण मानको पय प्रार्थना करूचंती, आपण मानको सुरक्षा पय, आपण मानको शांति पय, आपण मानको सुस्थता पय, आपण माने ऋण मुक्त होंतो बोली, आपण को परिवार रे एकता आसु, शृंखला आसु, आपण माने ज्ञानवान होंतो, आपण माने विश्वास राखो बढ़ंतो, आपण माने पवित्र आत्मा रे परिपूर्ण होंतो। एटा होचे मोर शिक्षा। सब लोग हालेलुया। हेले आपण माने शिक्षा को केते दूर धरुछंती, केते दूर शिक्षा को मानुछंती, एटा आपण मान को निर्भर करै। प्रिय प्रभु को लोक माने कारण बाइबल रे हम देखुछु जे हननीय सफरा अनेक लोक दान देबाला सुनला परे सेमाने मते कथा हेले एक मना हेले कहले जागा बिकबा मंडली को देबा। एटा हननीय सफरा कहले कि नै? आओ समारा मानत कले कहले जेतकी टंगा रे बिकबा सेतकी टंगा बेदी रे नै देबा। मात्र जेतेबेले जागा बिकी देले टंका जेतेबेले बिडा बिडा आसिला, जेतेबेले समारे काउंट कले हिसाब कले जे ताकर भावना थारो टंका बेसी लागे।
तापर स्वामी स्त्री कहउछंती एतकी टंका आमे मंडली को देबा नहीं तापर कथा होचंती परामर्श कोन आमे 2 लोग छरे एक कथा के जानि छी आमे हमर धन को बिकलु हमर जमी को बिकलु ये कथा केही जानि नहंती तापर लेखाइला सेटा परे ता स्त्री नारे थिबा किछि संपत्ति अनन्य सफला बिकबा समय गोटे कथा देबा समय आ गोटे कथा तांको माने डिसिजन चेंज हे गेला जो वार्ड रे समान जागा बेकिले सही वार्ड रे दबा कथा बात घर को टंका आइला पर लोभ जातेला समस्त कोन जातेला बाइबल लिखा अछि समस्त प्रकार धन लोभरु कोन हो पृथक हे धन लोभ बेर सुना बड़ बड़ जिंस को कहा जाव नै बड़ जिंस पर तो लोभ आसीबो छोटे छोटे जिंस रे मध्य लोभ गिना ताटिया कोन लोभ आइबो नै गिना गोटे ताटिया गोटे बड़ ग्लास गोटे आजिकल विभिन्न प्रकार डाइनिंग माने डिनर सेट गुडा बाहरला एटा गोटे लुचाइले हेई थांता एटा गोटे न देखाइले हेई थांता छोट विषय को बड़ विषय प्रिय माने अनन्य सफरा जहा बिकिले तापर विखित संपत्तिर बाइबल लिखाइला अधा रखी अधा आनी के प्रेरित मानकर पाद तळे थइले सेही समय बेदी बोलबा जागा नथिला सेही समय मंदिर नथिला से माने प्रेरित माने जोटे रहउथिले तापर पाद पाखरे रखुथिले बोली बाइबल लिखा अछि कि नै तबे आछि हमर दान देबा जागा देखो तो केत प्रकार बॉक्स अछि एटी गोटे बॉक्स अछि स्वेच्छा दान एटी गोटे बॉक्स अछि कोन को दशमांश ए पटे देखो तो अंडा अछि एटा तो प्रथम फल एटा गोटे जागा एते प्रकार जागा तो आद्य मंडल एते प्रकार जागा नथि जहा भी से माने देबे कारण मंदिर नै बेदी नै प्रेरित मानकर पाद पाखरे निके आजि जदि आमे सेते रखले हमर मन बुझबो कि नै माता लिखा जे पैतमा को पाद तळे थौथिले आ ए माने मते बिडा सहित नेले आ पितर को पागा रखि देले आ रखला पर पितर आत्मा रे जानि पाले ताली कर मारबा हालेलुया होछना मो यहा कहै पाइ जाउ जे वाक्य द्वारा सावधान आपण माने कोन देउ छथि केमति देउ छथि कारण ए माने दान देला परे अधा देले अधा लुचाइला परे पितर कहिले जणे जणे जाउ छथि दुई जण एका संगे जाइना प्रथमे के गला अनन्य गला अनन्य जबा संगे संगे पवित्र आत्मा पितर को जणाइले एई पितर जे के दाबी थाको मोला लोक बंदाई के उठेले से पितर पाखरे दान आसीला एवं से पितर कहिले अनन्य कोथ तमे कोन एतकी टंका रे तमे दान माने तमर जागा बिकलो सेते बेले जे बेला हां प्रभु एतकी टंका सत कहला के मिछ कहला कर्म एबे सत अछि कि मिछ अछि मिथ्या अछि प्रेम रे आ ए कथा कहू को पितर कहिले तुमे पवित्र आत्मांकर सम्मुख रे केमिति मिछ कथा मोइसा जमीदार बिकबा जगह नथिले बात पवित्र आत्मा थिले आज आपण माने जुआडे जानतो जमी को जानतो कुली जानतो बुद्धि जानतो पवित्र आत्मा आपण मानकर डाहाणे बामे आपण पाके 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 सुबास सावधान तो ए माने यहा करबा द्वारा कोन हला ना से कथा सरी नै सेद्र सत मित्र प्रमाण हला ए पद को टिके कहंतु कार कार प्रमाण हला सत्य एवं मिछ कोटा सत कहले कोन हबो मिछ कहले कचाडी हेई पड़ी होनानियो कोन हला प्राण त्याग कला हठात आदिर भाषा हेले आमे कोन कहता तो नाही हार्ट अटैक हे मरि गेला आदिर भाषा हार्ट अटैक बोली कहता एटा आगर भाषा रे तो उडी मोरला की केते प्रकार भाषा तो कहबा कथा हला प्रेम रे से कचाडी हेई पड़िला मरि गेला 3 घंटा पर स्त्री आसिला तार स्वामी मरि जिबा कथा ताकू जणा तापर स्त्री को आश्वास मत पितर कहले जे सफरा तमे सत कथा को आरि गोटे परीक्षा सेकंड परीक्षा फर्स्ट परीक्षा तो स्वामी हारि गला सेकंड परीक्षा रे के अछि एबे के दोछि एडा एबे स्त्री सेकंड एग्जाम दोछि ताको समान प्रश्न पचरा पहला सफरा को तो एकी टमारे बिकलो की काले ए हेले सत कहबो बंची जाओ बोले पितर चाहुथिले कि ये तो दुई हाथ अधिका मिछ घरे जेतेबेले स्वामी स्त्री रो मिछ आरंभ हुए एमती हमें शिखबा को पड़िबो देख एमती कहबी देख कोई दे देख शिखाइली दे होछ कि मय आसु आसु से आइसिबे डाबू मागो मागो कहबी बिल्कुल नहीं अधिक हरबर करले हाथ से नेला बोले होछ कि नहीं अरे टमा भरे टमा थिपागा हेले ए कथा को धरि के मते कहि देला स्वामी पर के स्त्री माने दुईटा कथा को चारटा कथा कहि काहे कि तेना मिछ को मिसवार अछि
ଏ କଥା ଜାଣିଛନ୍ତି କି ନାହିଁ ଗୋଟେ ମିଛ କହିଲେ କେତେଟା ମିଛ ରଖିଥିବାର ଅଛି 9ଟା ମିଛ ପୁଣି ସେଟା ରଖିଥିବାର କଣ ପାଇଁ ଜର ହେଲେ କାମ ଦେବ ମନ କଥା ହେଲେ ନାହିଁ ସେ ମିଛ କଥାକୁ ଢାଙ୍କବା ପାଇଁ ଆହୁରି 9ଟା ମିଛ ଦରକାର ତମେ ଗୋଟେ ସତ କଥା କହିଦେଲେ ସତ୍ୟର ଜୟ ହେବ ସତ୍ୟମେବ ଜୟତେ ହାଲେଲୁୟା କହୁଛ ନା ଏ ମଧ୍ୟ ଯେତେବେଳେ କହିଲେ ନାଇଁ ସତ୍ୟ ଏକା ବୋଲିକି କହିଲେ ଏ ମଧ୍ୟ କଣ ହେଲା ଏବେ ତ ସ୍ୱାମୀକୁ ବହି ନେବା ଯୁବକ ମାନେ ତତେ ମଧ୍ୟ ବହି ନେବେ ବୋଲି କୋଉକୁ କଚାଡି ପଡିଲା ପ୍ରାଣ ତ୍ୟାଗ କଲା ଆଉ ପ୍ରିୟ ମାନେ 2 ଜଣ ଦାନ ଦେଇକିରି ତା ମରବା ଲୋକ ମାତ୍ର କେମିତି ଦାନ ଅସତ୍ୟ ଦାନ କଥା ନ ରଖି ପାରଲା ମୁଁ ଆପଣମାନଙ୍କୁ ଏହା କହିବି ଆପଣ ମାନେ 10 ଟଙ୍କା ଦିଅନ୍ତୁ କିନ୍ତୁ ସତରେ ଦିଅନ୍ତୁ ହାଲେଲୁୟା କହୁଛ ନା ତବେ ପ୍ରେମରେ ଏମାନେ 2 ଜଣ ଗୋଟେ ଦିନରେ ମରିଗଲେ ଗୋଟେ ଜାଗାରେ ସମାଧି ହେଲା ଅବଶ୍ୟ ସମୟ ହେଇଗଲା ଏ ବାକ୍ୟ ଗୁଡାକ ଗଭୀର କଥା ଶେଷରେ କଣ ହେଲା ମଣ୍ଡଳୀ ଭୟଭୀତ ହେଇଗଲେ ଏମାନେ ଦାନ ଦେଇକିରି ପ୍ରାଣ କେମିତି ଗଲା କାରଣ ଚହଳ ପଡିଗଲା ଏମାନେ ତ ଭଲ ଥିଲେ ଏବେ ଖାଇଲେ ଏବେ ମିଶିଥିଲ ଏମାନଙ୍କ ପ୍ରାଣ କେମିତି ଗଲା ଏମାନଙ୍କର ଅସତ୍ କର୍ମ ଦ୍ୱାରା ପ୍ରାଣ ଚାଲିଗଲା ତ ପ୍ରିୟମାନେ ଲୋକମାନେ ଭୟଭୀତ ହେଲେ କହିବା କଥା ହେଲା ତାବିଥା ମଲା ପରେ ଅନେକ ଲୋକ ସେମାନେ ପ୍ରଭୁରେ ବିଶ୍ୱାସ କଲେ ହାଲେଲୁୟା ତେବେ ଯେମିତି କଥାରେ ଅଛି ଦେଲା ଦାନ ପୁଣି କୋଉଠି ଠାନ ବୈକୁଣ୍ଠ ଠାନ ଯେମିତି କର୍ଣ୍ଣିଲିୟର ଦାନ ଯେମିତି ତାବିଥାର ଦାନ ଯେମିତି ବାଇବଲରେ ହେବଲଙ୍କର ଦାନ ଆଜି ଆମର ମଣ୍ଡଳୀରେ ମଧ୍ୟ ଅନେକଙ୍କର ଦାନ ପ୍ରଭୁଙ୍କ ପାଖରେ ପହଞ୍ଚିଛି ତେବେ ଶେଷ କଥା ହେଲା ଆମେ ସବୁବେଳେ ତାବିଥା ଜୀବନରୁ ଯେମିତି ସେ ନାନା ସତ୍କର୍ମ କଲେ ସେ ଯାହା ବି କଲା କର୍ମରେ ଶକ୍ତି ତେବେ ଆଜି ପ୍ରଭୁ ଆପଣମାନଙ୍କ ମତେ ସବୁବେଳେ ସତ୍କର୍ମ ଆଡକୁ ନିଅନ୍ତୁ ଅସତ୍କର୍ମ ଆଡକୁ ନ ନିଅନ୍ତୁ ଯେପରି ଆମେ ଅନନ୍ୟା ସଫେରା ପରି ଆମର ପରିବାରରେ ନ ଘଟୁ ଆମେ ଯେମିତି ଦାନ ଦେଲା ପରେ ଯେମିତି କର୍ଣ୍ଣିଲିୟ ପରିବାର ପ୍ରଭୁ ତାଙ୍କୁ ଦର୍ଶନ ଦେଲେ ଆଜି ଆମ କଥା ହେବେ ଶେଷ କଥା ହେଲା ତୁମର ଶିକ୍ଷାଦାତାଙ୍କୁ ତୁମର ସମସ୍ତ ଉତ୍ତମ ବିଷୟରେ କଣ କରାଅ ସହଭାଗୀ ପ୍ରଭୁ ପଢିତ ବାକ୍ୟରେ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ ଆସନ୍ତୁ ଆମର ସମସ୍ତେ ଠିଆ ହେବା ଏଇ ସମୟରେ ଗୀତ ହବ ଗୀତ ସମୟରେ